ମାଉସୀ କଣ କହିବ? ମୁଁ କହିବି ମୋ ଝିଅ ମୋଠୁ ଦୂରେଇ ଯାଉଛନ୍ତି, ଆଠୁ ଆଉ ମୋ ଦୁଃଖ ଜୀବନରେ କିଛି ନାହିଁ। ବହୁତ ଭଲରେ ଥିଲି, ମୋ ଝିଅ ମୋ ପାଖରେ ଥିଲେ। ସବୁଦିନ ଭଗବାନ ତାଙ୍କୁ କୋଟି ପରମାୟ ଦେଇଥାନ୍ତୁ, ମୋର ଆଉ କିଛି ଦରକାର ନାହିଁ। ଜୟ ଜଗନ୍ନାଥ, ନମସ୍କାର। ସସ୍ମିତା ଭୂୟାଁ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ରାତି ତମାମ ବର୍ଷା। ଆଜିର ଭିଡ଼ିଓଟା କରିବାର କାରଣ ହେଉଛି ଏ କି ମୁଁ ଆଜିକି ମାସେ ହେଲା ହସ୍ପିଟାଲରେ ଆଡ଼ମିସନ୍ ଥିଲି। ଆଜି ଡିସଚାର୍ଜ ହେଉଛି, ଘରକୁ ଯାଉଛି। ଦୁଃଖରେ କହିବାକୁ ପଡ଼ୁଛି କି ଆଜି ମୁଁ ସମସ୍ତଙ୍କୁ ଛାଡ଼ିକି ଯାଉଛି। ଯେଉଁମାନଙ୍କ ସହିତ ମୁଁ କନେକ୍ଟ ହେଇଥିଲି, ମା, ମାଉସୀ ଏବଂ ଭଉଣୀ ହେଇକି ଯେଉଁମାନଙ୍କ ପାଖରେ ଚଳିଥିଲି, ଗୋଟେ ପରିବାର ହେଇକି ଚଳିଥିଲି, ସମସ୍ତଙ୍କ ଆଖିରେ ଲୁହ ଦେଇକି ଯାଉଛି। ଆଉ ସମସ୍ତଙ୍କୁ ବହୁତ ସାରା କଷ୍ଟ ଦେଇକି ଯାଉଛି। ମୋତେ ବି ବହୁତ କଷ୍ଟ ଲାଗୁଛି। ସମସ୍ତଙ୍କୁ ହସ ବାଣ୍ଟିକି ଯିବି। ସମସ୍ତଙ୍କୁ ଏତିକି କହିକି ଯିବି କି ସମସ୍ତେ ଭଲରେ ଆଉ ଖୁସିରେ ମୁଁ ଗଲା ପରେ ବି ରହିବେ। ମାଉସୀ ଗୋଟିଏ ଫୁଲଟିଏ ଆଣିକି କାନରେ ଖୁସି ଦେଇଛନ୍ତି। ଆଉ ଏମିତି ଯଦି ହୁଅନ୍ତା, ସମସ୍ତଙ୍କ କଷ୍ଟ ଯଦି ମୋ ସାଙ୍ଗରେ ମୁଁ ନେଇପାରନ୍ତି, ତାହେଲେ ବି ମୁଁ ନେଇପାରିଥାନ୍ତି। କିନ୍ତୁ ଭାଗ୍ୟ ଆଉ କର୍ମ ଆଉ ଭଗବାନଙ୍କର ଆଶୀର୍ବାଦ ସେସବୁ ତ କଥା। କିନ୍ତୁ କାହା କଷ୍ଟଟାକୁ ନେଇପାରିବିନି, ସେଇଟା ହେଉଛି ମୋର ଦୁଃଖ। ଭଗବାନଙ୍କ ଠାରୁ ଉର୍ଦ୍ଧ୍ୱରେ ମୁଁ ନୁହଁ, କିନ୍ତୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି, ମୋ ମା, ମାଉସୀ ଯେଉଁମାନଙ୍କ ପାଖରେ ଭଉଣୀ ହେଇକି ଚଳିଥିଲି, ସେମାନେ ଭଲରେ ଥାନ୍ତୁ। ବହୁତ କଷ୍ଟ ଲାଗୁଛି। ଏତେ ଦିନର ସମ୍ପର୍କ ହେଇଯାଇଥିଲା, ଆମେ ଏତେ ସୁନ୍ଦର ଭାବରେ ଘର ଭଳି ପରିବାର ଭଳି ଚଳିଥିଲୁ। ଏଠି ଷ୍ଟାଫ୍ ମାନେ ବି ବହୁତ ହି ଭଲ, ଡାକ୍ତରମାନେ ବି ବହୁତ ଭଲ, ସମସ୍ତେ ବହୁତ ଭଲ। ସମସ୍ତଙ୍କ ସହିତ ଗୋଟେ ବହୁତ ଭଲ ସମ୍ପର୍କ ହେଇଯାଇଥିଲା। ଏମିତି ଲାଗୁଛି ମୁଁ ଗୋଟେ ପରିବାର ଛାଡ଼ିକି ଯାଉଛି, ଗୋଟେ ଘର ଛାଡ଼ିକି ଯାଉଛି। ଆଉ ମୋ ବେଡ଼ରେ ଯେଉଁମାନେ ବି ଅଛନ୍ତି, ଯେଉଁମାନଙ୍କୁ ମାଉସୀ ବୋଲି ଡାକେ, ଦିଦି ବୋଲି ଡାକେ, 2 ଦିନ ହେଲାଣି ସମସ୍ତେ କାନ୍ଦୁଛନ୍ତି କି ଝିଅ ତୁ ଚାଲିଯିବୁ। ଆଉ ଜଣେ ମାଉସୀ ଅଛନ୍ତି, ସେ ଆସିଥିଲେ ବରଗଡ଼ରୁ, ଭୁବନେଶ୍ୱରରେ ରହୁଛନ୍ତି। ସେ ମାଉସୀ ବହୁତ କାନ୍ଦୁଛନ୍ତି 2 ଦିନ ହେଲାଣି। ଆଉ ଜଣେ ଦିଦି ବି, ସେ ବି କାନ୍ଦୁଛନ୍ତି। ସମସ୍ତେ ବହୁତ କଷ୍ଟ ପାଉଛନ୍ତି, କାହିଁକି ନା ଆଉ ଜଣେ ଝିଅ ଥିଲେ, ଛୋଟ ଝିଅଟି, ବହୁତ ଶାନ୍ତ ସରଳ ଝିଅଟିଏ, ସୁନ୍ଦର ଝିଅଟିଏ। ଜଗନ୍ନାଥଙ୍କୁ ଏତିକି କହିବି କି ସେ ଯେଉଁଠି ଥାଉ, ଭଲରେ ଥାଉ, ଭଗବାନ ତାକୁ ସୁସ୍ଥ କରନ୍ତୁ। ବହୁତ ସୁନ୍ଦର ଝିଅଟିଏ। ସେ ଯେତେବେଳେ ଯାଇଥିଲା, ସମସ୍ତଙ୍କୁ ଭାରି କଷ୍ଟ ଦେଇକି ଯାଇଥିଲା। ସମସ୍ତେ କାନ୍ଦିଥିଲେ ସେଦିନ ବି। ହସ୍ପିଟାଲଟା ଯେମିତି ଶୂନ୍ୟ ଶୂନ୍ୟ ଲାଗୁଥିଲା, ଯେମିତି ଲକ୍ଷ୍ମୀ ଛାଡ଼ିକି ଚାଲି ଯାଇଥିଲେ ସେ ହସ୍ପିଟାଲରୁ, ସେମିତି ସେଦିନ ଅନୁଭବ ହେଇଥିଲା। ଆଜି ବି ସେମିତିକା ଅନୁଭବ ହେଉଛି କି ମୁଁ ମା, ମାଉସୀମାନଙ୍କୁ ଛାଡ଼ିକିରି ଚାଲିଯିବି। ତ ବହୁତ ଭଲ ଲୋକଙ୍କୁ ପାଇଥାଉ, ଆଉ ବହୁତ ଭଲ ଲୋକଙ୍କ ଠାରୁ ବି ଦୂରେଇ ଯିବାକୁ ପଡ଼େ। ଇଏ ବୋଧେ ବିଧିର ବିଧାନ। କାହିଁକି ନା ସବୁ ସମ୍ପର୍କ ଯେ ରକ୍ତର ହେବା ଦରକାର ତା ନୁହଁ। କିଛି ସମ୍ପର୍କ ରକ୍ତର ନ ହେଇକି ବି ରକ୍ତଠାରୁ ବି ବେଶୀ ଏତେ ସ୍ନେହ ମମତା ମିଳିଥାଏ ନା, ଯାହା ଆମେ ଭାବିନଥାଉ ତାହା ମିଳିଥାଏ। ସେମିତି ଲୋକଙ୍କ ଠାରୁ ଆମେ ଦୂରେଇ ଗଲେ ବି କଷ୍ଟ ଲାଗେ। ତେଣୁ ଏ ଖୁସିରେ ମୋତେ କାନ୍ଦ ଲାଗୁଛି, କାହିଁକିନା କେଉଁଠି ନା କେଉଁଠି ସବୁ କଥା ଦେଖିବାକୁ ପଡ଼େ। ଘର ପରିବାର ସଂସାର ଦାୟିତ୍ୱ ଆମ ମୁଣ୍ଡରେ ଅଛି, କାନ୍ଧରେ ଅଛି। ତେଣୁ ସବୁବେଳେ ତ ରହିପାରିବାନି। କିନ୍ତୁ ଏଠି ଯେଉଁ ପରିବାର ହେଇକି ଚଳିଥିଲୁ, ମିଶିଥିଲୁ, ବସିଥିଲୁ, ହସିଥିଲୁ, ଖାଇଥିଲୁ ପରସ୍ପର ସାଙ୍ଗରେ, ତ ମାଉସୀ ବହୁତ ଅଳ୍ପ ଦିନ ହେଲା ମୋ ପାଖକୁ ଆସିଥିଲେ। ପୁରା ମା ଝିଅ ହେଇଯାଇଥିଲୁ। ସବୁଦିନ ରାତିରେ ଲୁଡ଼ୁ ଖେଳୁଥିଲୁ, ଆଉ ଦିନରେ ବି ଲୁଡ଼ୁ ଖେଳୁ। ମାଉସୀ ବି ବହୁତ ମନ ଦୁଃଖ, ମଉସାଙ୍କର ମନ ଦୁଃଖ, ସମସ୍ତେ ବହୁତ ମନ ଦୁଃଖ, ଝିଅ ପଳେଇବ। କିନ୍ତୁ ଏ ସମ୍ପର୍କ ତ କୁଆଡ଼େ ପଳେଇବନି। ଆଉ ସମସ୍ତେ ହସ ଖୁସିରେ ରହିବା, ଏତିକି ଚାହିଁବି। ଆଉ ଜଣେ ଝିଅ ଥିଲେ, ଯାହାଙ୍କ କଥା କହୁଥିଲି,
ତାଙ୍କ ନାଁ ନେଇପାରିବିନି, ସମସ୍ତଙ୍କର ବ୍ୟକ୍ତିଗତ କଥା ଅଛି। ତେଣୁ ସେ ଝିଅଟିକି ମୁଁ ବହୁତ ଦିନ ମିସ୍ କରିଛି। ସେ ଗୋଟେ ମୋତେ ଯିବା ପୂର୍ବରୁ କିଛି ଜିନିଷ ଦେଇକି ଯାଇଛି, ବହୁତ ମନେ ପଡ଼େ ସେ ଛୁଆଟିର କଥା। ଆଉ ସେଇଟା ପାଇଁ ମୁଁ ଗୋଟେ ଭିଡ଼ିଓ ନିଶ୍ଚୟ ଆଣିବି। ସେ ଜିନିଷଟାକୁ ମୁଁ ରଖୁଛି, ବହୁତ ବଡ଼ ଜିନିଷଟି ସେ ଦେଇକିରି ମୋତେ ଯାଇଛି। ଏମିତି ନା ମଣିଷ, ମୁଁ ବହୁତ ସାରା ଜିନିଷ ଦେଖିଛି, ଭିଡ଼ିଓ ଦେଖୁଛି ଇନଷ୍ଟାଗ୍ରାମରେ। କାଲି ଦେଖୁଥିଲି ଗୋଟେ କୁକୁରକୁ ସିଧା ଧରିଲେ ଗୋଟେ ବ୍ରିଜ ଉପରୁ ନଦୀକି, ଭରା ନଦୀକି ଫୋପାଡ଼ି ଦେଲେ। ମାନେ ଭାବନ୍ତୁ, ଗୋଟେ ଜୀବଜନ୍ତୁ, ଏତେ କଷ୍ଟ ଲାଗୁଥାଏ ଯେମିତି ସେ ମୁହୂର୍ତ୍ତଟାକୁ ଆମକୁ ଦେଖିବାକୁ ମିଳୁଛି। ଆମେ କିଏ କେଉଁଠୁ ଆସିଥିଲୁ, କିନ୍ତୁ ଆଖିରେ ଲୁହ ଆସିଯାଉଛି କାହାକୁ ଦୂରେଇଲା ପରେ। ପଶୁ ଜନ୍ତୁ, ସେ କୁକୁରଟିକି ଧରିକି କିଛି ଅମାନସିକତା ବ୍ୟକ୍ତି, କିଛି ପିଲାମାନେ 4-5 ଜଣ ଯୁବକ ତାକୁ ଭରା ନଦୀକି ଫିଙ୍ଗିଦେଲେ। କୁକୁରଟି କେତେ ଯନ୍ତ୍ରଣା, କେତେ ଛଟପଟ ହେଇକି, ମଣିଷକୁ ବି ଏମିତି ମାରି ଦେଉଛନ୍ତି। ସମସ୍ୟାର ସମାଧାନ ସେ ବା କାହାର କ'ଣ କରିଥିଲା? ରାସ୍ତାରେ ଗୋଟେ ବୁଲା କୁକୁରକୁ ଉଠେଇକି ନଦୀକି ଫୋପାଡ଼ି ଦେବା, ସେମାନଙ୍କ ପାଇଁ କ'ଣ ଥିବ, ତାଙ୍କ ଭବିଷ୍ୟତ ପାଇଁ, ତାଙ୍କ ଜୀବନ ପାଇଁ, ତାଙ୍କ ସାଙ୍ଗରେ କ'ଣ ହେବ, ସେ କଥା ଟିକେ ବି ଚିନ୍ତା କରନ୍ତିନି। ଗୋଟେ ପରିବାର ପାଇଁ ସେମାନେ କ'ଣ ଦୁଃଖ କିଣି ଆଣୁଛନ୍ତି, ସେ କଥା ବି ଆଜିକାଲି ପିଲା ଭାବୁନାହାନ୍ତି। କିନ୍ତୁ ଭଗବାନଙ୍କୁ ଏତିକି ଜଣେଇବି, ସମସ୍ତଙ୍କ ପାଇଁ ଏତିକି ପ୍ରାର୍ଥନା କରିବି, ସମସ୍ତଙ୍କୁ ଈଶ୍ୱର ସଦ୍ବୁଦ୍ଧି ଦିଅନ୍ତୁ। ପଶୁ ହଉ, ମଣିଷ ହଉ, କେହି ବି ହୁଅନ୍ତୁ, ତାଙ୍କ ପ୍ରତି ଟିକେ ସହାନୁଭୂତି ରହିବା କଥା, ତାଙ୍କ ପ୍ରତି ଟିକେ ଭଲ ପାଇବା। ଆମେ ତ କାହାକୁ କିଛି ଦେଇ ନେଇ ପାରିବା ନାହିଁ, କିନ୍ତୁ ପାଟିରେ ଭଗବାନ ଏଇ ଯେଉଁ ସୁନ୍ଦର ଜିଭ ଦେଇଛନ୍ତି, ମୁହଁ ଦେଇଛନ୍ତି, ଆଖି ଦେଇଛନ୍ତି, ଶୁଣିବାକୁ କାନ ଦେଇଛନ୍ତି, ଭଲ ମନ୍ଦ ବିଚାର କରିବାକୁ ଏଇଠି ଯେଉଁ ଜିନିଷଟି ଦେଇଛନ୍ତି, ତାକୁ ଆମେ ଯଦି ଟିକେ ଠିକ୍ ରାସ୍ତାରେ ବ୍ୟବହାର କରନ୍ତେ ନା ଆମ ପରିବାରକୁ କଷ୍ଟ ମିଳନ୍ତା, ନା ଆମମାନଙ୍କୁ କଷ୍ଟ ମିଳନ୍ତା, କେବେ ମିଳନ୍ତାନି। ସୁଖରେ ଶାନ୍ତିରେ ବଞ୍ଚିପାରନ୍ତେ। କାହିଁକି ଯେ ଅଳ୍ପ ଆୟୁ ହେଉଛନ୍ତି ଆଜିକା ଯୁବପିଢ଼ି ପିଲାମାନେ? କିଛି ଜଣଙ୍କ ନାଁ କହିବି, ସମସ୍ତେ ତ ନୁହନ୍ତି। ସଂସାର ଚାଲୁଛି କେମିତି ସମସ୍ତେ ଯଦି ସେମିତି ହେବେ? ତ ଆଉ କ'ଣ ବା ମୁଁ କହିପାରିବି? ଆଉ କିଛି କହିବିନି, ଆଜି ହିଁ ବିଦାୟ ନେଉଛି। ମାଉସୀ କ'ଣ କହିବେ? ମାଉସୀ କ'ଣ କହିବ? ମୁଁ କହିବି, ମୋ ଝିଅ ମୋଠୁ ଦୂରେଇ ଯାଉଛନ୍ତି, ଆଠୁ ଆଉ ମୋ ଦୁଃଖ ଜୀବନରେ କିଛି ନାହିଁ। ବହୁତ ଭଲରେ ଥିଲି, ମୋ ଝିଅ ମୋ ପାଖରେ ଥିଲେ। ସବୁଦିନ ଭଗବାନ ତାଙ୍କୁ କୋଟି ପରମାୟ ଦେଇଥାନ୍ତୁ, ମୋର ଆଉ କିଛି ଦରକାର ନାହିଁ। ମାଉସୀ ବି 2 ଦିନ ହେଲାଣି କାନ୍ଦୁଛନ୍ତି, ସମସ୍ତଙ୍କର ଭାରି ମନ ଦୁଃଖ। କିନ୍ତୁ ମୁଁ ବୁଝେଇଛି, ଏ ସମ୍ପର୍କ ରହିଲା।